କହିଲା କେଉଁ ଜଗନ୍ନାଥ କଥା କହୁଛ? ମନ୍ଦିରର ଅନ୍ଧାରିଆ ଗମ୍ଭୀରା ଭିତରେ ବସିଥିବା ଜଗନ୍ନାଥ? ଆରେ ସେ ତ ସବୁଠାରୁ ବଡ଼ ଅସହାୟ, ବଡ଼ ଭିକାରୀଟା। ଅନ୍ୟର ହାତ ଟେକାକୁ ଯେ ଚାହିଁ ରହିଥାଏ। ମଣିଷ ନଦେଲେ ଯୋଉ ଠାକୁର ଉପବାସ ରହେ, ସେ ଠାକୁରର ସାମର୍ଥ୍ୟ ମୋତେ ବେଶ ଜଣା। ଏ ସେଇ ଜଗନ୍ନାଥ ରାମ ଅବତାରରେ ନିଜ ସ୍ତ୍ରୀ ସୀତାକୁ ରାବଣ ପାଖରୁ ଉଦ୍ଧାର କରିବା ପାଇଁ ମାଙ୍କଡ଼, ଭାଲୁ ଏମିତି ଗୁଣ୍ଡୁଚି ମୁଖାର ଆଶ୍ରୟ ନେଇଥିଲା। ଏ ସେଇ ଜଗନ୍ନାଥ କୃଷ୍ଣ ଅବତାରରେ ନିଜ ହାତ ତିଆରି ଦ୍ୱାରିକାପୁରୀ ଧ୍ୱଂସ ହୋଇଗଲା, ଏ କିଛି କରିପାରିନଥିଲା। ଏ ସେଇ ଜଗନ୍ନାଥ ବିହର୍ପି କଳା ପାହାଡ଼ ଭୟରେ ଯେ ଆତ୍ମଗୋପନ କରିଥିଲା। ଏ ସେଇ ଜଗନ୍ନାଥ 1864 ଦୁର୍ଭିକ୍ଷ ସମୟରେ ତା ମନ୍ଦିରର ଦୁଇ ପାର୍ଶ୍ୱରେ ଲକ୍ଷ ଲକ୍ଷ ସର୍ବହରାଙ୍କର ଶବ ଗଡ଼ୁଥିଲା। ଏ ସେଇ ଜଗନ୍ନାଥ, ପେଟ ବିକଳିଆ ଜଗନ୍ନାଥ, ସେ ପୁଣି ଦଣ୍ଡ ଦବ ମୋତେ। ତାର ପୁଣି ଏମିତି ଅବସ୍ଥା ହେଲା, ତା ପୁଅ ଅନ୍ଧ ହେଇଗଲା, ଭଉଣୀଟା ତା ଜୀବନ ବେକାର, ତା ପରିବାର ଧ୍ୱଂସ। ସେ ଶେଷରେ ମଶାଣିରେ ଶବ ପଡ଼ିଲା, ମଶାଣି ଚଣ୍ଡିଆ ହେଲା। ସେଇଠୁ ସେ କହୁଛି, ହେ ଜଗନ୍ନାଥ, ମୋତେ ମଶାଣି ଚଣ୍ଡିଆ କରିଦେଲୁନି ଯେ ଜଣେଇଦେଲୁ ଜୀବନ ଠାରୁ ମଶାଣି କେତେ ବାଟ। ଗରିବ ହେଇଥାଉ ବା ଧନୀ, ଗଜଦନ୍ତ ପଲଙ୍କରେ ଶୋଇଥାଉ ବା ଛିଣ୍ଡା ମସିଣାରେ ଶୋଇଥାଉ, ସମସ୍ତେ ଦିନେ ନା ଦିନେ ଏଇଠିକି ଆସିବେ, ମଶାଣି ଦୁଇରେ ଶୋଇବେ। ଏ ମଣିଷ, ସବୁ ଧାଇଁବାର ଶେଷ ଯଦି ମଶାଣି, ସବୁ ସୁଖର ଶେଷ ଯଦି ମୁଠାଏ ପାଉଁଶ, ତାହେଲେ କାହିଁକି ଗର୍ବ, କାହିଁକି ଅହଙ୍କାର, କାହିଁକି ଅଧର୍ମ? ଜୟ ଜଗନ୍ନାଥ। ସମସ୍ତେ ମଙ୍ଗଳ ରୁହନ୍ତୁ। ଏ ରଜ ପର୍ବ